ସାଙ୍ଗମାନେ ଜୟ ଜଗନ୍ନାଥ। ଗୋଟେ ବଡ଼ ଅପଡେଟ୍ ଆସିଛି। ଯଦି ଆପଣମାନେ 28 ତାରିଖ ସୁଦ୍ଧା ଏହିସବୁ କାମ ନ କରିବେ ତ ଆପଣମାନେ ପାଉଥିବା ଯୋଜନା ଗୁଡ଼ିକରେ ଲାଭ ଉଠାଇ ପାରିବେ ନାହିଁ। ତ ସେଥିପାଇଁ ଆପଣମାନେ 3ଟି ଯୋଜନା ଉପରେ ଆପଣମାନଙ୍କୁ ଗୋଟେ ଅପଡେଟ୍ ଦେବି। ଯଦି ଆପଣମାନେ ସିଏମ୍ କିଷାନ ପାଉଛନ୍ତି ଏବଂ ପିଏମ୍ କିଷାନ ପାଉଛନ୍ତି ଏବଂ ସୁଭଦ୍ରା ଯୋଜନା ପାଉଛନ୍ତି ଏବଂ ଆପଣମାନଙ୍କୁ ମଧ୍ୟ ରେସନ କାର୍ଡ଼ ବାବଦରେ ମୁଁ ଗୋଟେ ବଡ଼ ଅପଡେଟ୍ ଦେବି। ଯଦି ଆପଣମାନେ 28 ତାରିଖ ସୁଦ୍ଧା ଏହିସବୁ କାମ କରିଦିଅନ୍ତି ତ ଆପଣମାନଙ୍କର ଟଙ୍କା କୌଣସି ପ୍ରକାର ଆସିବାର ଅସୁବିଧା ହେବ ନାହିଁ ଏବଂ ରେସନ କାର୍ଡ଼ରେ ମଧ୍ୟ ଆପଣମାନଙ୍କୁ ଅପଡେଟ୍ ଦେବି। ଆପଣମାନେ ଯଦି ରେସନ କାର୍ଡ଼ର ନାମ ଯୋଡ଼ୁଛନ୍ତି ତ ଆପଣମାନେ ଜଲ୍ଦି ଯୋଡ଼ି ଦିଅନ୍ତୁ। ତ ରେସନ କାର୍ଡ଼ରେ ଏଇ କଥା ହେଲା ଯେ ରେସନ କାର୍ଡ଼ ଯଦି ଆପଣମାନେ KYC କରିନାହାନ୍ତି, ଆପଣମାନଙ୍କର କୌଣସି କାରଣବଶତଃ ଆପଣମାନେ KYC କରିପାରିନାହାନ୍ତି, ବାଇରେ ଅଛନ୍ତି କିମ୍ବା କୌଣସି ବାବଦର ଆପଣମାନେ KYC କରିପାରିନାହାନ୍ତି ରେସନ କାର୍ଡ଼ରେ, ତ ସେଥିପାଇଁ ଆପଣମାନେ 28 ତାରିଖ ସୁଦ୍ଧା ଆପଣମାନେ ନିକଟସ୍ଥ ଡିଲର ମାଧ୍ୟମରେ ଯାଇ ଯୋଗାଯୋଗ କରନ୍ତୁ ଏବଂ KYC କରିଦିଅନ୍ତୁ, ଯାହାଦ୍ୱାରା କି ଆପଣମାନଙ୍କ ରେସନ କାର୍ଡ଼ରେ ନାଁ କଟିବ ନାହିଁ। ତ ଏଇ ହେଲା ଗୋଟେ ରେସନ କାର୍ଡ଼କୁ ନେଇ ବଡ଼ ଅପଡେଟ୍। ତାପରେ ଆପଣମାନଙ୍କୁ ସିଏମ୍ କିଷାନ ବାବଦରେ ଗୋଟେ ବଡ଼ ଅପଡେଟ୍ ଦେବି। ଯଦି ଆପଣମାନେ ସିଏମ୍ କିଷାନ ପାଉଛନ୍ତି, ସିଏମ୍ କିଷାନର ଲାଭବାନ ଉଠାଉଛନ୍ତି, ତ ଆଗାମୀ ଏପ୍ରିଲ ମାସ ସିଏମ୍ କିଷାନ ପଇସା ଆସିବାର ଅଛି। ତ ସେଥିପାଇଁ ଆପଣମାନେ ସିଏମ୍ କିଷାନ ଯଦି KYC କରିନାହାନ୍ତି ତ ନିଶ୍ଚିତ ରୂପେ ଆପଣମାନେ KYC କରିଦିଅନ୍ତୁ, ନଚେତ୍ ଆପଣମାନଙ୍କର ସିଏମ୍ କିଷାନ ଟଙ୍କା ପାଇବାରୁ ବଞ୍ଚିତ ହେବେ। ତ ସେଥିପାଇଁ ଆପଣମାନେ ପିଏମ୍ କିଷାନ ପୋର୍ଟାଲକୁ ଯାଇକି ଆପଣମାନେ KYC ମାଧ୍ୟମରେ ଆପଣମାନେ ଆଧାର ନମ୍ବର ଏବଂ ଆଧାର ନମ୍ବର ମୋବାଇଲ ନମ୍ବର ଲିଙ୍କ ଥିବା ନମ୍ବରକୁ OTP ଯିବ, OTP ଭେରିଫିକେସନ୍ କରିକି ଆପଣମାନେ KYC କରିପାରିବେ। ଯଦି ଆପଣମାନେ ଜାଣିପାରୁନାହାନ୍ତି ତ ଆପଣମାନେ ନିକଟସ୍ଥ ଜନସେବା କେନ୍ଦ୍ର ଯାଇ ଯୋଗାଯୋଗ କରନ୍ତୁ। ଆପଣଙ୍କର KYC ଅଛି କି ନାହିଁ ଆପଣମାନେ ଜାଣିପାରିବେ ଏବଂ ଯଦି ନଥିବ ଆପଣମାନେ ମଧ୍ୟ କରିପାରିବେ। ତ ଇଏ ଥିଲା ସିଏମ୍ କିଷାନର ବଡ଼ ଅପଡେଟ୍, ଯେଉଁଟାକି 28 ତାରିଖ ସୁଦ୍ଧା କରେଇ ଦିଅନ୍ତୁ, ନଚେତ୍ ଆପଣମାନେ ସିଏମ୍ କିଷାନ ଟଙ୍କା ପାଇବାରୁ ବଞ୍ଚିତ ହେବେ। ସାଙ୍ଗମାନେ ଏହାପରେ ଆପଣମାନଙ୍କୁ ଗୋଟେ ବଡ଼ ଅପଡେଟ୍ ଦେବି ପିଏମ୍ କିଷାନ। ଯଦି ଆପଣମାନେ ପିଏମ୍ କିଷାନ ପାଉଛନ୍ତି, ପିଏମ୍ କିଷାନ ମଧ୍ୟ ଆଗକୁ ଟଙ୍କା ଆସିବାର ଅଛି। ତ ଆପଣମାନେ ପିଏମ୍ କିଷାନ ଯୋଜନାର ହିତାଧିକାରୀ ଯଦି ଅଛନ୍ତି ତ ଆପଣମାନେ ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ମାଧ୍ୟମରେ ଆପଣମାନେ ପିଏମ୍ କିଷାନ KYC କରେଇ ଦିଅନ୍ତୁ। ଆପଣମାନେ ନିଜ ମୋବାଇଲ ମାଧ୍ୟମରେ KYC କରିପାରିବେ। ପିଏମ୍ କିଷାନ ସାଇଟ୍କି ଯାଇକି ଆପଣମାନେ ପିଏମ୍ କିଷାନ ସାଇଟ୍ ମାରିକି ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ତା ଡ୍ୟାସବୋର୍ଡ଼ ଆସିଯିବ। ଆପଣମାନେ KYC ପୋର୍ଟାଲ ସେଠି ଶୋ କରିବ। ଆପଣମାନେ ନିଜେ KYC ପୋର୍ଟାଲ ଉପରେ କ୍ଲିକ୍ କରିକି ଆପଣମାନେ ଆଧାର ନମ୍ବର ମାରିକି KYC ମଧ୍ୟ କରିପାରିବେ। ଯଦି ଆପଣମାନେ କରିପାରୁନାହାନ୍ତି ଆପଣମାନେ ନିକଟସ୍ଥ ଜନସେବା କେନ୍ଦ୍ର ଯାଇ ଯୋଗାଯୋଗ କରନ୍ତୁ, ଆପଣମାନଙ୍କର KYC କରେଇ ନିଅନ୍ତୁ। ତ ଇଏ ଥିଲା ପିଏମ୍ କିଷାନ ବାବଦର ଗୋଟେ ବଡ଼ ଅପଡେଟ୍। ଆପଣମାନେ 28 ତାରିଖ ସୁଦ୍ଧା କରେଇ ଦିଅନ୍ତୁ, ନଚେତ୍ ଆପଣମାନଙ୍କର ଟଙ୍କା ନ ଆସିବାର ବହୁତ ଚାନ୍ସ ଅଛି। ତ ଆପଣମାନେ କରେଇ ଦିଅନ୍ତୁ। ଏବଂ ଶେଷରେ ଆପଣମାନେ ସୁଭଦ୍ରା ଯୋଜନା ନେଇ ଗୋଟେ ବଡ଼ ଅପଡେଟ୍ ଦେବି। ଯଦି ଆପଣମାନେ ସୁଭଦ୍ରା ଯୋଜନା ପାଉଛନ୍ତି କିମ୍ବା ଆପଣମାନେ ନୂଆ ହିତାଧିକାରୀ ଅଛନ୍ତି ସୁଭଦ୍ରା ଯୋଜନାରେ, ସେଥିପାଇଁ ଯଦି ଆପଣମାନେ ନିଜ ମୋବାଇଲ କି CBDC ରେଜିଷ୍ଟ୍ରେସନ କରିବା ପାଇଁ ମେସେଜ ଆସିଛି ତ ଆପଣମାନେ ନିଶ୍ଚିତ ରୂପେ କରେଇ ଦିଅନ୍ତୁ। ନଚେତ୍ ଆପଣମାନେ ଟଙ୍କା ୱିଡ୍ରଲ୍ କରିବାରେ ବହୁତ ଅସୁବିଧା ହେବ। ଆପଣମାନେ ଜାଣିପାରିବେନି ଆପଣମାନଙ୍କ ଟଙ୍କା କେଉଁ ଆକାଉଣ୍ଟକୁ ଯାଇଛି। ତ ସେଥିପାଇଁ ଆପଣମାନେ CBDC ରେଜିଷ୍ଟ୍ରେସନ କରେଇ ଦିଅନ୍ତୁ। ଯଦି ଆପଣମାନେ କରିପାରୁନାହାନ୍ତି ଆପଣମାନେ ଜାଣିଥିବା ପିଲା ସହିତ ଯୋଗାଯୋଗ କରନ୍ତୁ, ନଚେତ୍ ଆପଣମାନେ ନିକଟସ୍ଥ ଜନସେବା କେନ୍ଦ୍ର ଯାଇକି ଆପଣମାନେ ଯୋଗାଯୋଗ କରିକି ଆପଣମାନେ CBDC ରେଜିଷ୍ଟ୍ରେସନ କରିପାରିବେ। ତ ଏଇ ଥିଲା ଆପଣମାନଙ୍କୁ 28 ତାରିଖ ସୁଦ୍ଧା ବଡ଼ ଅପଡେଟ୍, ଯେଉଁଟାକି ଆପଣମାନେ ନିହାତି କରେଇ ନିଅନ୍ତୁ, ଯାହାଦ୍ୱାରା କି ଆପଣମାନେ ଯୋଜନା ପାଉଥିବା କୌଣସି ଅସୁବିଧା ହେବ ନାହିଁ। ତ ଏଇଭଳି ଇନଫର୍ମେଟିଭ୍ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।